ମୁଗ ବିହନ ହେରଫେର ନେଇ ଜିଲ୍ଲା କୃଷି ଅଧିକାରୀଙ୍କ ତଦନ୍ତ। ବସ୍ତା ବ୍ଲକ ଅନ୍ତର୍ଗତ ଭେଲୋରା ଓ ନଟକଟା ପଞ୍ଚାୟତରେ ମୁଗ ଓ ବିରି ବିହନ ବଣ୍ଟନର ବ୍ୟାପକ ଅନିୟମିତତା ନେଇ ଆଜି ଜିଲ୍ଲା କୃଷି ଅଧିକାରୀଙ୍କ ତଦନ୍ତ। ସୂଚନା ଅନୁସାରେ 2021 ଓ 24 ଆର୍ଥିକ ବର୍ଷରେ ବସ୍ତା ବ୍ଲକର ବିଭିନ୍ନ ପଞ୍ଚାୟତରେ କେଉଁ ହିତାଧିକାରୀଙ୍କୁ କେତେ ବିହନ ବଣ୍ଟନ ହୋଇଛି ତାହା ଜାଣିବା ପାଇଁ ଭେଲୋରା ପଞ୍ଚାୟତର ଜୟନ୍ତ ଭଦ୍ର ବିଭାଗୀୟ ଅଧିକାରୀଙ୍କୁ ତଥ୍ୟ ମାଗିଥିଲେ। ତଥ୍ୟ ଆଧାରରେ ଅଭିଯୋଗକାରୀ ବିହନ ବଣ୍ଟନର ବ୍ୟାପକ ଅନିୟମିତତା ହୋଇଥିବା ବିଭାଗୀୟ ଅଧିକାରୀଙ୍କୁ ଜଣାଇବା ପରେ ଆଜି ତାହାର ତଦନ୍ତ ହୋଇଛି। ତଦନ୍ତରେ ଚାଷୀମାନଙ୍କର ଜାଲ ଦସ୍ତଖତ କମ୍ ବିହନ ନେଇ କାଗଜପତ୍ରରେ ଅଧିକ ଦର୍ଶାଯାଇଥିବା ପଞ୍ଚାୟତର ନାମ ନଥିବା ଚାଷୀମାନଙ୍କୁ ବିହନ ଦିଆଯାଇଥିବା ଜଣାପଡ଼ିବା ପରେ ଅଭିଯୋଗକାରୀ ଚାଷୀମାନଙ୍କ ମଧ୍ୟରେ ଖଣ୍ଡଯୁଦ୍ଧ ଲାଗିଥିଲା। ତେବେ ବିହନ ବଣ୍ଟନରେ ଅନିୟମିତତା ହୋଇଥିବା ଅଧିକାରୀମାନେ ସ୍ୱୀକାର କରିଥିଲେ। ତେବେ ଉକ୍ତ ଘଟଣା ସମୟରେ ତତ୍କାଳୀନ ଭିଏଡବ୍ଲ୍ୟୁ ଗଣେଶ ଚନ୍ଦ୍ର ପରିଡ଼ାଙ୍କ ଦ୍ୱାରା ଜାଲିଆତି ହୋଇଥିବା ଜଣାପଡ଼ିଥିଲା। ଘଟଣାସ୍ଥଳରେ ଭେଲୋରା ପଞ୍ଚାୟତର ସରପଞ୍ଚ ଦୁର୍ଗାରାଣୀ ଜେନା, ସମିତି ସଦସ୍ୟ ଅନାଦି ଦାସ, କୃଷକ ସାଥୀ ରବୀନ୍ଦ୍ର ମୁଖୀ ଉପସ୍ଥିତ ଥିଲେ। ସେହିପରି ନଟାକଟା ପଞ୍ଚାୟତ ଅନ୍ତର୍ଗତ ଚାଷୀପଡ଼ା ଗ୍ରାମରେ ଯୋଗେନ୍ଦ୍ର କୁମାର ଦତ୍ତ ଜିଲ୍ଲା ଅଧିକାରୀଙ୍କୁ ତଥ୍ୟ ମାଗିଥିଲେ। ତଥ୍ୟ ଆଧାରରେ ଅଭିଯୋଗକାରୀ ବିହନ ବଣ୍ଟନର ବ୍ୟାପକ ଅନିୟମିତତା ହୋଇଥିବା ବାଲେଶ୍ୱର ଜିଲ୍ଲାପାଳ, ଜିଲ୍ଲା କୃଷି ଅଧିକାରୀ, ଭିଜିଲାନ୍ସ ବିଭାଗ ସହିତ ମୁଖ୍ୟମନ୍ତ୍ରୀଙ୍କୁ ଜଣାଇବା ପରେ ଆଜି ଜିଲ୍ଲା କୃଷି ଅଧିକାରୀ ତୁଷାରକାନ୍ତି ଟୁଙ୍ଗ, ବ୍ଲକ କୃଷି ଅଧିକାରୀ ଶ୍ରଦ୍ଧା ହୋତା, ସହକାରୀ କୃଷି ଅଧିକାରୀ ବୌଦ୍ଧିକ ଚାନ୍ଦିନୀ ମଲ୍ଲିକ, ଭିଏଲ୍ଡବ୍ଲ୍ୟୁ ପୁଷ୍ପିତା ଦାସ ପହଞ୍ଚି ନଟାକଟା ପଞ୍ଚାୟତ ଅଫିସରେ ବସି ପର୍ଯ୍ୟାଲୋଚନା ପରେ ସବୁ ଠିକ୍ଠାକ୍ ଥିବା କହିଥିଲେ। ଅନ୍ୟମାନଙ୍କ ମଧ୍ୟରେ ସରପଞ୍ଚ ବନ୍ଦନା ସେଠୀ, ଚାଷୀ ପୀତାମ୍ବର ପାଣି, ବିଶ୍ୱଜିତ ନାୟକ, ଶମ୍ଭୁନାଥ ସେଠୀ ଉପସ୍ଥିତ ଥିଲେ। ବସ୍ତାରୁ ଶିରିଷ ମହାନ୍ତିଙ୍କ ରିପୋର୍ଟ, ଜନତା ଏକ୍ସପ୍ରେସ।